ନଦୀବନ୍ଧ ରାସ୍ତା। ସେଇ ରାସ୍ତା ଉପରେ କାହିଁ କେବେଠୁ ଗୋଟିଏ ପୁରୁଣା ଭଙ୍ଗା ପୋଲଟେ ସେମିତି ଠିଆ ହେଇଛି। ଆଗରୁ ସେଇ ପୋଲ ଦେଇ ଭେଡ଼ାପଟ ଯୋଡ଼କୁ ପାଣି ଆସେ, ହେଲେ ଏବେ ସେ ପୋଲରେ କବାଟ ପଡ଼ିଛି। ନା ଭେଡ଼ା ପାଣି ନଈକୁ ଯାଉଛି, ନା ନଈ ପାଣି ଭେଡ଼ା ଭିତରକୁ ପଶୁଛି। ଏବେ ଯୋଡ଼ କେବଳ ବର୍ଷା ଉପରେ ନିର୍ଭର କରେ। ବର୍ଷା ଦିନେ ଯୋଡ଼ରେ ପାଣି ଭରିଯାଏ, ଆଉ ଖରାଦିନେ ପୁଣି ଶୁଖିଯାଏ। ଯେଉଁ ଜାଗାରେ ଟିକିଏ ଖାଲୁଆ କେବଳ ସେଇଠି ହିଁ ପାଣି ରୁହେ। ସେଇ ଯୋଡ଼ରୁ ଚାଷୀ ତା ବିଲକୁ ତେଣ୍ଡାରେ ପାଣି ମଡ଼ାଏ। ମାଘ ମାସ ପରେ ପରେ ଯୋଡ଼ରୁ ଟିକିଏ ପାଣି କମିଲେ ପାଖ ଗାଁ ଲୋକ ସେଠୁ ମାଛ ଧରନ୍ତି। ଠିକ୍ ସେଇ ଯୋଡ଼ରେ ରହୁଥାଏ ଗୋଟିଏ ବାଳିଆ ମାଛ, ଆଉ ଯୋଡ଼ ପାଖ ବିଲରେ ଗାତ କରି ରହୁଥାଏ ଗୋଟିଏ ଫାପୁଲା ମୂଷା। ମୂଷାର ଚେହେରା ଦେଖିଲେ ବିଲେଇ ବି ଡରିବ। ବାଳିଆ ମାଛ ଆଉ ମୂଷା ଦୁହେଁ ସାଙ୍ଗ, ସବୁବେଳେ ମୁହଁ ଚାହାଁ ଚାହେଁ। ଅଭାବ ଅସୁବିଧାରେ ଦୁହେଁ ଦୁହିଁଙ୍କ ସାଥୀ ହୁଅନ୍ତି। ବାଳିଆ ସେଠି ରହିବାର 4-5 ବର୍ଷ ହେଲାଣି। ସବୁ ବର୍ଷ ଗାଁ ଲୋକେ ପାଣି କମିଲେ ମାଛ ଧରନ୍ତି, ହେଲେ ବାଳିଆର କେହି ଟେର ପାଆନ୍ତିନି। ଭେଡ଼ାରୁ ପାଣି ଖସି ପୋଲ ପାଖ ଖାଲୁଆ ଜାଗାରେ ରୁହେ, ଆଉ ବାଳିଆଟି ଠିକ୍ ସେଇ ଖାଲୁଆ ଜାଗାରେ ହିଁ ରୁହେ। ବାଳିଆର ଜୀବନ ପ୍ରତି ବିପଦ ଦେଖି ତା ସାଙ୍ଗ ମୂଷା ଗୋଟିଏ ପଥର ସନ୍ଧିରେ ଛୋଟ ଅଣଓସାରିଆ ଗାତଟିଏ କରିଥାଏ। ସେଇ ଗାତ ଭିତର ଦେଇ ଗଲେ ତାପରେ ବାଳିଆକୁ ଚଳିବା ପାଇଁ ପ୍ରଶସ୍ତ ଜାଗାଟିଏ ଥାଏ। ଥରେ ବାଳିଆଟି ସେ ଖୁଆଡ଼ ଭିତରକୁ ପଶିଗଲା ପରେ ସେ ସୁରକ୍ଷିତ। ତାର ଆଉ କିଛି ଅସୁବିଧା ହୁଏନି। ସେ ବର୍ଷ ପ୍ରଚୁର ଖରା ହେଉଥାଏ। ଯୋଡ଼ରେ ପାଣି ଶୁଖି ଆସୁଥାଏ। ଦିନେ ଖରାବେଳେ ବାଳିଆ ଟିକେ ଖରା ପୋଇବାକୁ ଖୁଆଡ଼ ଭିତରୁ ବାହାରକୁ ଆସିଥାଏ। ମନ ଖୁସିରେ ପାଣି ଭିତରେ ଚକ୍କର କାଟୁଥାଏ। ଠିକ୍ ସେଇ ସମୟରେ ଗୋଟିଏ ଧୀବର ସେଇ ବାଟ ଦେଇ ଯାଉଥିଲା। ସେ ଭାବିଲା ଯେ ଏ ନିଶ୍ଚୟ ଗୋଟିଏ ବଡ଼ ବାଳିଆଟେ ହେଇଥିବ। ଆଜି ଏ ବାଳିଆକୁ ଯେମିତି ହେଲେ ଧରିବି। ସେତେବେଳକୁ ମୂଷା ବିଲ ମୁଣ୍ଡରେ ବସି ଧାନ ଟୁଙ୍କୁଥାଏ। ହଠାତ୍ ସେ ଗୋଟେ ଧୀବରକୁ ଜାଲ ସହ ଦେଖି ବାଳିଆକୁ ଚୁଁ ଚୁଁ ଶବ୍ଦ କରି ଇସାରା କରିଦେଲା, ଆଉ ବାଳିଆଟି ସଙ୍ଗେ ସଙ୍ଗେ ସେ ପଥର ସନ୍ଧିରେ ଯାଇ ତା ସୁରକ୍ଷିତ ଖୁଆଡ଼ରେ ଲୁଚିଗଲା। ଧୀବରଟି ସେଇ ଛୋଟିଆ ଜାଗାରେ ଯେତେ ଯୁଆଡ଼େ ଜାଲ ପକେଇଲେ ବି ଆଉ ସେ ବାଳିଆକୁ ପାଇଲାନି। ତାପରେ ଧୀବରଟି ବିଭିନ୍ନ ପଥର ସନ୍ଧିରେ ହାତ ପୂରେଇ ଉଣ୍ଡାଳିଲା, କିନ୍ତୁ ଯେତେ ଉଣ୍ଡାଳିଲେ ସୁଦ୍ଧା ବାଳିଆର କିଛି ସ୍ୱର ଶବ୍ଦ ପାଇଲାନି। ଯୋଡ଼ରେ ମାତ୍ର ଜଙ୍ଘେ ପାଣି, ହେଲେ ଏତେ ବଡ଼ ମାଛ ଗଲା କୁଆଡ଼େ? ଶେଷରେ ବିଚରା ଧୀବର ସେଦିନ ନିରାଶ ହେଇ ସେଠୁ ଫେରିଲା। ମନେ ମନେ ଭାବିଲା, ଏ ମାଛ କୋଉ ଗାତରେ ଲୁଚୁଛି ଲୁଚୁ, ତାକୁ କାଲି ହିଁ ଧରିବି। ଏପଟେ ମୂଷା ବାଳିଆକୁ ସାବଧାନ କରି କହିଲା, ଦେଖ ସାଙ୍ଗ, ତତେ ଧୀବର ଦେଖି ନେଇଛି। ତୁ ଏବେ କିଛି ଦିନ ବାହାରକୁ ବାହାରେ ନା। ମୁଁ ମୋ ସିନ୍ଧି ଗାତ ଦେଇ ତତେ ଖାଇବାକୁ ଦେବି। ମୁଁ ଯେବେ କହିବି ତେବେ ତୁ ପଦାକୁ ଆସିବୁ। ଠିକ୍ ତା ପରଦିନ ସକାଳ। ସେପଟେ ଧୀବରର ମନ ଲାଗିଛି ଯେ ସେ ବାଳିଆକୁ ଧରିବ। ତେଣୁ ଧୀବର ଉପାୟଟିଏ କଲା। ସାଙ୍ଗରେ ଗୋଟେ ଜିଅନ୍ତା କଉ ମାଛ ସହ ଗୋଟିଏ ବଇଁଶୀ କଣ୍ଟା ଧରି ଯୋଡ଼ ପାଖରେ ଆସି ପହଞ୍ଚିଲା। କଣ୍ଟାରେ ଜିଅନ୍ତା କଉ ମାଛକୁ ଗୁନ୍ଥି ସେ ବାଳିଆ ପାଇଁ ଥୋପ ପକେଇଲା। ଧୀବରଟି ଜାଣିଥିଲା ଯେ କଉ ମାଛର ବାସ୍ନା ପାଇଲେ ବାଳିଆଟି ଯୋଉ ଗାତରେ ପଶିଥାଉ ନା କାହିଁକି, ଯେମିତି ହେଲେ ସେ ପଦାକୁ ବାହାରିବ। ଧୀବରଟି ମନେ ମନେ ଏଇ କଥା ଭାବି ବଇଁଶୀକୁ ପାଣିରେ ପକେଇଲା, ଆଉ ଆରପଟକୁ ଜୋରରେ ଭିଡ଼ି ଧରିଲା। ଅପେକ୍ଷା କରି ରହିଥାଏ କେତେବେଳେ ବାଳିଆଟି କଉ ମାଛ ଗିଳିବ ଆଉ ତା କଣ୍ଟାରେ ଲାଗିବ। ଏମିତି କିଛି ସମୟ ଗଲା। ବାଳିଆଟି କାହିଁ କେତେ ଦିନଠୁ କଉ ମାଛଟେ ଖାଇନଥିଲା, କାହିଁକି ନା ଗାଁ ଲୋକେ ସବୁ ମାଛ ଧରି ନେଉଥିଲେ। ଏତେ ଦିନ ପରେ ଯେମିତି ସେ କଉ ମାଛର ବାସ୍ନା ପାଇଛି, ମନ ଖୁସିରେ ତା ଖୁଆଡ଼ ଭିତରୁ ବାହାରକୁ ବାହାରି ଆସିଲା। ଯେମିତି ସେ କଉ ମାଛକୁ ଗିଳିଛି, ଧୀବର ମାରିଲା ଏକ ଛାଟ। ବଇଁଶୀ କଣ୍ଟାଟି ବାଳିଆ ପାଟିରେ ଲାଗିଗଲା। ଏବେ ବାଳିଆ ନାଚାର। ନିଜ ଜୀବନ ବଞ୍ଚେଇବାକୁ ସେ ତା ଗାତ ଆଡ଼କୁ ଭିଡ଼ି ହେଇ ଚାଲିଲା। ଏପଟେ ଧୀବର ବି ତା ସୂତାକୁ ନିଜ ଆଡ଼କୁ ଟାଣୁଥାଏ। ଠିକ୍ ଏହି ସମୟରେ ଦୂର ବିଲରୁ ମୂଷାର ନଜର ପଡ଼ିଲା ଧୀବର ଉପରେ। ସେ ବୁଝିଗଲା
ନିଶ୍ଚିନ୍ତ ମୋ ସାଙ୍ଗ ପ୍ରତି ବିପଦ ଅଛି। ତେଣୁ ସେ ସଙ୍ଗେ ସଙ୍ଗେ ସିନ୍ଧି ଗାତ ଦେଇ ଯୋଡ଼ ଭିତରକୁ ପଶିଗଲା। ଆଉ ଲୁଚି ଲୁଚି ପାଣି ଭିତରେ ପଶି ବାଳିଆ ପାଟିରେ ଲାଗିଥିବା ବଇଁଶୀ କଣ୍ଟାର ସୂତାକୁ କାଟିଦେଲା। ଯାହାଫଳରେ ବାଳିଆଟେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲା। ଆଉ ସଙ୍ଗେ ସଙ୍ଗେ ଯାଇ ତା ଖୁଆଡ଼ରେ ପଶିଗଲା। ତାପରେ ପାଣି ଭିତରେ ବୁଡ଼ି ବୁଡ଼ି ମୂଷା ଭାବିଲା ଯେ ଧୀବର ମନରୁ ସବୁଦିନ ପାଇଁ ବାଳିଆର ଭ୍ରମକୁ ଦୂର କରିବାକୁ ହେବ, ନଚେତ୍ ସେ ପୁଣି କେବେ ବାଳିଆକୁ ଧରିବାକୁ ଆସିବ। ଏଣୁ ସେ ପାଣି ଭିତରେ ଥାଇ ଉପାୟଟେ କଲା। ସୂତାଟିର ଗୋଟିଏ ମୁଣ୍ଡକୁ ଦାନ୍ତରେ ଭିଡ଼ି ଧରି ଧୀରେ ଧୀରେ ଉପରକୁ ଆସିଲା। ଧୀବର କଣ୍ଟାରେ ଗୋଟିଏ ମୂଷାକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଏବେ ସେ ଭାବିଲା ଯେ କାଲି ମୁଁ ଯାହାକୁ ଦେଖିଥିଲି ସେ ପ୍ରକୃତରେ ଗୋଟିଏ ମାଛ ନଥିଲା, ସେ ଥିଲା ଏଇ ମୂଷା। ତେଣୁ ଧୀବରଟି ନିରାଶ ହେଇ ଘରକୁ ଫେରିଲା। ଆଉ ମୂଷାଟିର ଉପସ୍ଥିତ ବୁଦ୍ଧି ଯୋଗୁଁ ସବୁଦିନ ପାଇଁ ବାଳିଆ ଜୀବନ ପ୍ରତି ଥିବା ବିପଦ ଟଳିଗଲା।